ହେଉଛି ଏକ କୃଷି ପ୍ରଧାନ ଦେଶ। ଏଠାରେ ଚାଷର ଅନେକ ମହତ୍ଵ ରହିଛି, ଅନେକ ସମ୍ମାନ ମଧ୍ୟ ରହିଛି। ତେଣୁକରି ଚାଷୀ ଭାଇକୁ ଏଠାକାର ସରକାର ପ୍ରତ୍ୟେକ ସମୟରେ କିଛି ନା କିଛି ଯୋଜନା ଦ୍ୱାରା ଲାଭବାନ କରାଉଛନ୍ତି। ଯେମିତିକି ପିଏମ କିଷାନ ସମ୍ମାନ ନିଧି ଯୋଜନା, ଯାହାକି ଦେଶର କୋଟି କୋଟି କୃଷକଙ୍କୁ ଆର୍ଥିକ ସହାୟତା ଦେଉଛି। ପିଏମ କିଷାନ ସମ୍ମାନ ନିଧି ଯୋଜନା ବିଷୟରେ ତ ଆପଣମାନେ ଜାଣିଥିବେ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କର ଆଉ ଏକ ଖାସ ଯୋଜନା ବିଷୟରେ ଆପଣମାନେ ଜାଣିଛନ୍ତି କି, ଯାହାର ନାଁ ହେଉଛି ପିଏମ କିଷାନ ମାନଧନ ଯୋଜନା। ଏହି ଯୋଜନାରେ କୃଷକମାନଙ୍କୁ ପେନସନ ଦିଆଯିବ। ଦେଶରେ ଅନେକ କୃଷକଙ୍କ ଆୟ ବହୁତ କମ୍। ଏହା ବ୍ୟତୀତ ଚାଷ କରିବା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ଜମି ମଧ୍ୟ ନଥାଏ। ତେବେ ଏଇଭଳି ଜାଗାରେ କୃଷକମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସେମାନଙ୍କ ପାଇଁ ପିଏମ କିଷାନ ମାନଧନ ଯୋଜନା ପ୍ରଣୟନ କରୁଛନ୍ତି। ବୃଦ୍ଧାବସ୍ଥା ସମୟରେ ସେମାନଙ୍କର ପେନସନ ପ୍ରଦାନ କରିବା ପାଇଁ ଏହି ଯୋଜନାର ମୁଖ୍ୟ ମୂଳଦୁଆ ପକାଯାଇଛି। କେନ୍ଦ୍ର ସରକାରଙ୍କର ଏହି ଯୋଜନାରେ କୃଷକମାନଙ୍କୁ 60 ବର୍ଷ ପରେ ମାସିକ 3000 ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। 2019 ମସିହା ସେପ୍ଟେମ୍ବର 19 ତାରିଖରେ ଏହି ଯୋଜନା ଲଞ୍ଚ କରିଥିଲେ କେନ୍ଦ୍ର ସରକାର। ବୃଦ୍ଧାବସ୍ଥାରେ ପେନସନ ପାଇଁ ଗରିବ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଆପଣ ଭାବୁଥିବେ ଏଇଭଳି ଯୋଜନା କେଉଁଭଳି କୃଷକମାନଙ୍କୁ ମିଳୁଛି? ତେବେ ଯେଉଁ କୃଷକମାନଙ୍କ ପାଖରେ 2 ହେକ୍ଟର ବା ତାଠାରୁ କମ୍ ଜମି ଥାଏ, ସେଇଭଳି ଛୋଟ ଏବଂ ସୀମାନ୍ତ କୃଷକ ଏହି ଯୋଜନାର ଫାଇଦା ଉଠାଇ ପାରିବେ।